ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଇତିଶ୍ରୀ ମ୍ୟାମ୍। ଦେଖନ୍ତୁ ପିଲାମାନେ, ଓଡ଼ିଶା ହୋମଗାର୍ଡ ଭାଇବା ଟେଷ୍ଟରେ କେଉଁ ଟାଇପ୍ର କ୍ୱେଶ୍ଚନ୍ ଆସୁଛି, ଆଗକୁ କେଉଁ ଟାଇପ୍ର କ୍ୱେଶ୍ଚନ୍ ସବୁ ଆସିବ, ଆଜି ଆମେ ଡିଟେଲ୍ସ ଆଲୋଚନା କରିବା। ପୂର୍ବରୁ ପିଲାମାନେ ଓଡ଼ିଶା ହୋମଗାର୍ଡ ଭାଇବା ଟେଷ୍ଟର ମୁଁ ଭିଡ଼ିଓ ଅପଲୋଡ଼ କରିଦେଇଥିଲି। ଆପଣମାନେ ପ୍ଲେଲିଷ୍ଟକୁ ଭିଜିଟ୍ କରିକି ସେ ଭିଡ଼ିଓକୁ ମଧ୍ୟ ଦେଖିପାରିବେ। ତ ପ୍ରତ୍ୟେକ ଜିଲ୍ଲାର ଭାଇବା ଟେଷ୍ଟ କ୍ୱେଶ୍ଚନ୍କୁ ବେସ୍ କରିକି ମୁଁ ଏକ ଭିଡ଼ିଓ ଅପଲୋଡ଼ କରିଥିଲି ହେଲା, ବା କେଉଁ ଟାଇପ୍ର ଏସ୍ପି ସାର୍ ମାନେ କ୍ୱେଶ୍ଚନ୍ ସବୁ ପଚାରିଥିଲେ। ଦେଖନ୍ତୁ ପିଲାମାନେ, ଓଡ଼ିଶା ହୋମଗାର୍ଡ ଭାଇବା ଟେଷ୍ଟରେ କେଉଁ ଟାଇପ୍ର କ୍ୱେଶ୍ଚନ୍ସ ଆସୁଛି, ଆଗକୁ କେଉଁ ଟାଇପ୍ର କ୍ୱେଶ୍ଚନ୍ସ ଆସିବ, ତ ସେଇ ବିଷୟରେ ଆଜି ଆମେ ଡିଟେଲ୍ସ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ଚ୍ୟାନେଲଟିକୁ ନୂଆ କରି ଆସିଛନ୍ତି ସେମାନେ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣଙ୍କର ମୋବାଇଲକୁ ଚାଲିଯିବ, ଯାହାଫଳରେ ଭିଡ଼ିଓଟିକୁ ଆପଣ ଶୀଘ୍ର ଦେଖିପାରିବେ ହେଲା, କିଛି ଅସୁବିଧା ହେବ ନାହିଁ। ତ ପିଲାମାନେ, ଓଡ଼ିଶା ହୋମଗାର୍ଡ ଭାଇବା ଟେଷ୍ଟରେ 30ରୁ 40 ମାର୍କର ଆପଣଙ୍କର ଭାଇବା ଟେଷ୍ଟରେ କ୍ୱେଶ୍ଚନ୍ ସବୁ ପଚାରିଥାନ୍ତି, ଆଉ 3ଟି ଜିନିଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି। ସେ 3ଟି ଜିନିଷ କ'ଣ ଦେଖନ୍ତୁ ପିଲାମାନେ, ପ୍ରଥମରେ ଦେଖିପାରୁଥିବେ କ୍ୟାଣ୍ଡିଡେଟ୍ ଆଲର୍ଟନେସ୍। ପିଲାମାନେ, କ୍ୟାଣ୍ଡିଡେଟ୍ କେତେ ସତର୍କ ଅଛି ବା କେତେ ସତର୍କତା ଅଛି ସେଇ ଫିଲ୍ଡରେ ମଧ୍ୟ ଆପଣମାନଙ୍କର ମାର୍କିଂ ରହିଛି ପିଲାମାନେ ହେଲା। ଦ୍ୱିତୀୟରେ ଦେଖନ୍ତୁ ପିଲାମାନେ, ଜେନେରାଲ ଆଉଟଲୁକ୍, ମାନେ ଆପଣଙ୍କର ବଡି ଲାଙ୍ଗୁଏଜକୁ ଦେଖି ମଧ୍ୟ ଆପଣମାନଙ୍କର ମାର୍କିଂ କରାଯିବ, ବୁଝିହେଲା। ତୃତୀୟରେ ଦେଖନ୍ତୁ ପିଲାମାନେ, ପଟେନ୍ସିଆଲ କ୍ୱାଲିଟିଜ୍। ପଟେନ୍ସିଆଲ କ୍ୱାଲିଟିଜ୍ ମାନେ କ'ଣ ପିଲାମାନେ, ଆପଣଙ୍କର ଦକ୍ଷତା କ'ଣ ରହିଛି ସେ ଫିଲ୍ଡରେ ମଧ୍ୟ ଆପଣଙ୍କର ମାର୍କିଂ ରହିଛି। ପିଲାମାନେ, ଏଇ 3ଟି ଜିନିଷ ବହୁତ ଇମ୍ପୋର୍ଟାଣ୍ଟ। ବର୍ତ୍ତମାନ ଆମେ ଆରମ୍ଭ କରିବା କେଉଁ ଟାଇପ୍ର କ୍ୱେଶ୍ଚନ୍ ସବୁ ଆସୁଛି। ଓକେ, ପୁରା ବିସ୍ତୀର୍ଣ୍ଣ ଭାବରେ ଆଲୋଚନା କରିବା, କିଛି ଅସୁବିଧା ହେବ ନାହିଁ, ଏକ୍ଜାମ୍ ବହୁତ ଇଜି ହେଇଯିବ। ତ ଚାଲନ୍ତୁ ଆରମ୍ଭ କରିବା। ତାପରେ ଆପଣମାନଙ୍କୁ କ'ଣ ପଚାରିବେ, ଇଣ୍ଟ୍ରୋଡକ୍ସନ୍ କରିବେ, ଆପଣଙ୍କର ଇଣ୍ଟ୍ରୋଡକ୍ସନ୍ରେ ନେବେ ହେଲା, ବା ଆପଣଙ୍କୁ ଇଣ୍ଟ୍ରୋଡକ୍ସନ୍ରେ କ'ଣ ପଚାରିବେ ନା ଆପଣଙ୍କର ନାଁ ପଚାରିବେ, ଆପଣଙ୍କର ଯେଉଁ ନାଁ ହେଇଥିବ ସେଇ ନାଁ କହିଦେବେ। ଓକେ। ଦ୍ୱିତୀୟରେ ଦେଖନ୍ତୁ ପିଲାମାନେ, ଆପଣଙ୍କର ଗ୍ରାମ ନାଁ ପଚାରିବେ ହେଲା, ମାନେ ଆପଣ କେଉଁ ଗ୍ରାମରୁ ବିଲଙ୍ଗ କରନ୍ତି, ଆପଣଙ୍କର ଗାଁ ନାଁ ପଚାରିବେ, ବୁଝିଲା। ଆଉ ଆପଣମାନଙ୍କର ଜିଲ୍ଲା, ତ ଆପଣ ଯେଉଁ ଜିଲ୍ଲାରୁ ଆସିଥିବେ ସେଇ ଜିଲ୍ଲାର ନାଁ କହିଦେବେ। ଓକେ। ଶେଷରେ ଆପଣମାନଙ୍କର ଶିକ୍ଷାଗତ ଯୋଗ୍ୟତା ରହିଛି ପିଲାମାନେ, କିଏ BA ପାସ୍ କରିଥିବେ, କିଏ MA ପାସ୍ କରିଥିବେ, ବା ଆପଣଙ୍କର ଯିଏ ଯେଉଁ ଡିଗ୍ରୀ କରିଥିବେ ଆପଣମାନେ କହିପାରିବେ ହେଲା, କିଛି ଅସୁବିଧା ନାହିଁ। ତ ଚାଲନ୍ତୁ ବର୍ତ୍ତମାନ ଆମେ କ୍ୱେଶ୍ଚନ୍ ଆଡ଼କୁ ଯିବା, ଆଉ କ୍ୱେଶ୍ଚନ୍କୁ ପୁରା ବିସ୍ତୀର୍ଣ୍ଣ ଭାବରେ ଆଲୋଚନା କରିବା। କେଉଁ ଟାଇପ୍ର କ୍ୱେଶ୍ଚନ୍ ଆସିଛି, ଆଗକୁ କେଉଁ ଟାଇପ୍ର କ୍ୱେଶ୍ଚନ୍ ଆସିବ, ଆଉ ଆପଣଙ୍କର ବହୁତ ଇଜି ମଧ୍ୟ ହେଇଯିବ ଭାଇବା ଟେଷ୍ଟରେ। ଓକେ। ଦେଖନ୍ତୁ, ଆପଣଙ୍କ ପାଇଁ ପ୍ରଥମ କ୍ୱେଶ୍ଚନ୍ କ'ଣ ଥିଲା, ଓଡ଼ିଶା ହୋମଗାର୍ଡର ମୋଟୋ କ'ଣ ବୋଲିକି ପଚାରିଥିଲେ ପିଲାମାନେ। ଦେଖିଥିବେ ଯେମିତି ସ୍ପୋର୍ଟସ୍ ଆମର ହୁଏ, ସ୍ପୋର୍ଟସ୍ ଗେମ୍ ଗୁଡ଼ା, ଯେମିତି ଆମର ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ତାର ମୋଟୋ କ'ଣ, ସେମିତି ଆମର ଓଡ଼ିଶା ହୋମଗାର୍ଡର ମୋଟୋ କ'ଣ ବୋଲିକି ପଚାରିଥିଲେ। ତ ଆପଣଙ୍କର ଆନ୍ସରରେ କ'ଣ ହେଇଯିବ, ନିଷ୍କମ ସେବା, ନିଷ୍କମ ଭାବରେ ଆମେ ସେବା କରିବା, ଆମର ଏହା ହେଉଛି ମୋଟୋ, ବୁଝିଲା। ନେକ୍ସଟ ଚାଲନ୍ତୁ ଆମେ କ୍ୱେଶ୍ଚନ୍ ନମ୍ବର 2କୁ ଦେଖିବା। କ୍ୱେଶ୍ଚନ୍ ନମ୍ବର 2ରେ ଦେଖନ୍ତୁ କ'ଣ ପ୍ରଶ୍ନ ପଚାରିଥିଲେ ନା, ହୋମଗାର୍ଡକୁ ପ୍ରକୃତରେ କ'ଣ କୁହାଯାଏ। ପିଲାମାନେ, ହୋମଗାର୍ଡ ଯେଉଁ ଆମର ଅଛନ୍ତି ତାଙ୍କୁ ପ୍ରକୃତରେ କ'ଣ କୁହାଯାଏ ବୋଲିକି କ୍ୱେଶ୍ଚନ୍ରେ ପଚାରିଥିଲେ। ତ ଉତ୍ତରରେ କ'ଣ ହେଇଯିବ ନା, ଲୋକାଲ ଡିଫେନ୍ସ ଭଲେଣ୍ଟିୟର୍ସ। କ'ଣ ହେଇଯିବ ପିଲାମାନେ, ହୋମଗାର୍ଡକୁ ପ୍ରକୃତରେ ଲୋକାଲ ଡିଫେନ୍ସ ଭଲେଣ୍ଟିୟର୍ସ ବୋଲିକି କୁହାଯାଏ। ବୁଝି ହେଉଛି ନା ପିଲାମାନେ। ତ ଏଇ ଟାଇପ୍ର ଆପଣଙ୍କୁ ଭାଇବା ଟେଷ୍ଟରେ କ୍ୱେଶ୍ଚନ୍ ସବୁ ପଚାରିବେ, ତ ନିହାତି ଏଗୁଡ଼ା ପ୍ରିପାରେସନ୍ ହେଇକି ଯିବେ। ଭିଡ଼ିଓକୁ ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚନ୍ ନମ୍ବର 3କୁ ଦେଖନ୍ତୁ। ବେଷ୍ଟ ହୋମଗାର୍ଡ ପୁରସ୍କାର ପାଇବା ପାଇଁ କ'ଣ ସବୁ ଲକ୍ଷଣ ରହିବା ଦରକାର। ଗୋଟେ କ୍ୱେଶ୍ଚନ୍ରେ ତୁମକୁ କ'ଣ ପଚାରିବେ ନା, ଗୋଟେ ବେଷ୍ଟ ହୋମଗାର୍ଡ ପୁରସ୍କାର ପାଇବା ପାଇଁ ହେଲେ ଆପଣଙ୍କର ଲକ୍ଷଣ କ'ଣ କ'ଣ ରହିବା ଦରକାର। ବୁଝିହେଉଛି ନା ପିଲାମାନେ। ତାହେଲେ ପ୍ରଥମେ ଆପଣଙ୍କର କ'ଣ ରହିବା ଦରକାର, ତାହେଲେ କ'ଣ, ଫିଜିକାଲ ଫିଟନେସ୍ ଥିବା ଦରକାର, ସାହସ, ନିଷ୍ଠା, ଶିଷ୍ଟାଚାର, ଧୈର୍ଯ୍ୟ, ଏହିସବୁ ଲକ୍ଷଣ ରହିବା ନିତ୍ୟାନ୍ତ ଆବଶ୍ୟକ। ନା ଗୋଟେ ବେଷ୍ଟ ହୋମଗାର୍ଡ ପାଇବା ପାଇଁ ହେଲେ ଏତିକି ଜିନିଷ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ, ବୁଝିଲା ନା ପିଲାମାନେ। ତାହେଲେ ଯେଉଁମାନେ ଗୋଟେ ବେଷ୍ଟ ହୋମଗାର୍ଡ ପାଇବା ପାଇଁ ଚାହୁଁଛନ୍ତି ଏହିସବୁ ଜିନିଷ ଉପରେ ଗୁରୁତ୍ୱ ଦିଅନ୍ତୁ, ଗୋଟେ ବେଷ୍ଟ ହୋମଗାର୍ଡ ହେଇକି ରହିବେ। ଓକେ। ଦେନ୍ ଆମେ ଦେଖିବା କ୍ୱେଶ୍ଚନ୍ ନମ୍ବର 4। କ୍ୱେଶ୍ଚନ୍ ନମ୍ବର 4କୁ ବର୍ତ୍ତମାନ ଆମେ ଦେଖିବା।
क्वेश्चन नंबर 4 रे कौन पचारिथिले पिला माने ना होमगार्ड केते प्रकार बोलिकी पचारिथिले। देखंतु होमगार्ड केते प्रकार ए सब क्वेश्चन मध्ये आपनकू एसपी सर पचारिबे। पूर्वरु जेमिति मु आलोचना करथिली भाइबा टेस्ट रे मने पडुछि पिला माने ना ओडिसा होमगार्ड केबे स्थापित होइतिला ए टाइप रो क्वेश्चन मध्ये पचारिथिले। एतरी आप कोन पचारिचंती ना ओडिसा होमगार्ड बा होमगार्ड केते प्रकार बोलिकी पचारिचंती। होमगार्ड दुई प्रकार, गोटे होछि सहरांचल आ गोटे होछि ग्रामांचल। पिला माने ग्रामांचल रे जो होमगार्ड थांती तांकर कार्य कोन बा सहरांचल रे जो होमगार्ड थांती तांकर कार्य कोन आमे से विषय रे जानिबा। तले ग्रामांचल रे पिला माने होमगार्ड को जगह रहिबे जो जगह रे धरा जो बड़ धरण गोटे मेळा बसिला किबा गोटे यात्रा बसिची से जगह रे देखिबे कोन हेतै ना सेही जगह गुडी करे देखिथिबे जनगुडी बहुत हेतिबो आ गंडगोल हेबारो संभावना रही थाए। तेणु करे ग्रामांचल रे ए गुडी करे होमगार्ड माने रहिथिबे ला। सहरांचल कहले पिला माने सहरांचल रे देखिथिबे ट्रैफिक रे थिबे होमगार्ड माने किबा छक गुडी करे मध्य होमगार्ड माने रहिथिबे ला। बुझियौछि ना। आउ किछि होमगार्ड अछन्ते पिला माने जो माने कि बॉर्डर स्टेट रे से माने कार्य करन्ते कोन तांगा बॉर्डर स्टेट रे कार्य करन्ते जहा को बॉर्डर विंग होमगार्ड्स मध्य कुहा जाय। कोन बॉर्डर विंग होमगार्ड्स मध्य तांको कुहा जाय बा तांको शॉर्टकट रे कोन कुहा जाय बीडब्ल्यूएसजी मध्य कुहा जाय। देखंतु क्वेश्चन नंबर 5 बहुत सुंदर प्रश्न टिए पचारिथिले पिला माने होमगार्ड रो अर्थ कहले कोन बुझ पिला माने कोन होमगार्ड रो अर्थ आमे जो होमगार्ड कहूछे तार अर्थ कहले कोन बुझ बोली कि पचारिथिले। नेक्स्ट आमे देखिबा क्वेश्चन नंबर 6। वर्तमान आमे देखिबा क्वेश्चन नंबर 6 रे कोन प्रश्न पचारिथिले बा को टाइप रो क्वेश्चन आस्थिला। होमगार्ड रो निक नेम कोन पिला माने तम मानकर जेमिति निक नेम होइछि समस्तंकर गोटे गोटे निक नेम रहिछि माने घरे हमकू बापा मा श्रद्धारे गोटे ना रे डाकंती आ हमर स्कूल कॉलेज गुडारे गोटे ना रहिछि आमे जोट के भलो ना गोटे कहूचे आ गोटे हम घर ना बोली आमे कहूचे। तो से बुढा होमगार्ड रो मध्य से बुढा निक नेम रहिछि। ताले होमगार्ड रो निक नेम कोन हिछि बोरे ना डैड्स आर्मी कोन कोनती डैड्स आर्मी। होमगार्ड रो निक नेम होछि डैड्स आर्मी। बुझियौछि ना पिला माने ओके हो चलंतु परवर्ती प्रश्न देखिबा। क्वेश्चन नंबर 7 पिला माने बहुत इंपोर्टेंट क्वेश्चन नंबर 7 प्रत्येक जिला गुडी करे जो भाइबा टेस्ट होछि पिला माने प्रत्येक भाइबा टेस्ट रे आपन को केस स्टडी विषय रे किछि पचारछंती एसपी सर ला। एसपी सर किछि आपन को केस स्टडी विषय रे पचारिबे। तो आपन मन को देखंतु कोन पचारि पारंती केस स्टडी विषय रे बा कोन पचारिथिले देखंतु ना ट्रैफिक काम ट्रैफिक रे जदी जाम हेछि बा ट्रैफिक रे जदी अधिकांश भिड होइछिबो सेही क्षेत्र आपन कोन करिवे ला। द्वितीय देखंतु पिला माने जनगहळी रे गंडगोल होइजो जदी जनगहळी रे बा गां गंडा मानकरे जो मो कहली यात्रा हुए बा बड़ धरन गोटे मेला हैला से देखिथिबे से जगह रे जनगहळी रे बहुत भिड होय रही थाए आ गंडगोल हेबार बहुत संभावना रही थाए। तो सेही क्षेत्र रे आपण माने कोन करिवे बोली कि एमिति मध्य आपननकु पचारि पारंती। तृतीय रे देखंतु ड्यूटी समय रे गुड़ीकांड बा हत्याकांड हेले आपण मानकर कार्य कोन रहिबो बा आपण कोन करि परिबे ला। एई टाइप रे मते क्वेश्चन हमकु पचारिबे। तो आपण माने उत्तर कोन कहिबे ना संदिग्ध व्यक्ति उपरे नजर रखी यथाशीघ्र पुलिस को सूचना देबा। माने कोन पिला माने ना जेउ व्यक्ति से जगह रे कोन गुड़ीकांड किबा बंदूक धरिथिबो बा गुंडागिरी करूथिबो से व्यक्ति रो ना बा से व्यक्ति को नजर रखी कि आपण कोन करिवे पुलिस को तुरंत सूचना देई देबे। बुझियौछि ना पिला माने ए भुलिया आपण को किछि केस स्टडी मध्ये पचारिबे हला। बहुत इंपोर्टेंट पिला माने केस स्टडी बुझियला ना पिला माने पूरा क्लियर हो। नेक्स्ट आमे देखिबा क्वेश्चन नंबर 8 ला। वर्तमान देखंतु पिला माने ओडिसा रिलेटेड किछि जीके पचारथिले बा किछि क्वेश्चंस पचारथिले। तो आपण माने कोन करिवे प्लेलिस्ट को जाई कि ओडिसा जीके रो सीरीज देखंतु से ओडिसा जीके रो सीरीज रो ही क्वेश्चन गुडा सब आसुची। तो आपण माने समस्त कोन करिवे प्लेलिस्ट को विजिट करी कि ओडिसा जीके रो सीरीज अछि से सीरीज को पूरा देखि दियंतु जेला ना पिला माने। तले क्वेश्चन नंबर 8 रे देखंतु कोन क्वेश्चन पचारिथिले ना आम ओडिसा रो मोहन चरण माझी केतेतम मुख्यमंत्री बोली पचारिथिले पिला माने ला। समस्त जानिचंती आम ओडिसा रो मुख्यमंत्री होचंती मोहन चरण माझी किंतु केतेतम मुख्यमंत्री एइटा तो जानि नांती किंतु एइटा भी मने रखंतु। ओडिसा रो मुख्यमंत्री मोहन चरण माझी से केतेतम मुख्यमंत्री अछंती ना 15तम मुख्यमंत्री। पूर्वर जो हमर नवीन पटनायक थिले से थिले 14तम थिले। वर्तमान हमर मोहन चरण माझी केतेतम अछंती 15
ନମ୍ବରତମ ମୁଖ୍ୟମନ୍ତ୍ରୀ ଅଛନ୍ତି। ନେକ୍ସଟ ଆମେ ଦେଖିବା କ୍ୱେଶ୍ଚନ ନମ୍ବର 9। ବର୍ତ୍ତମାନ ଆମେ ଦେଖିବା କ୍ୱେଶ୍ଚନ ନମ୍ବର 9। ଚିଲିକା ହ୍ରଦକୁ ଲାଗି କେଉଁ କେଉଁ ଜିଲ୍ଲା ରହିଛି ବା କେଉଁ ଜିଲ୍ଲା ରହିଛି ପିଲାମାନେ? ଏଇ ଟାଇପର ମଧ୍ୟ କ୍ୱେଶ୍ଚନ ଆସିଛି। ଦେଖନ୍ତୁ ଓଡ଼ିଶା ଜିକେ ସିରିଜରେ ମୁଁ ଏଇ କ୍ୱେଶ୍ଚନଟି ମଧ୍ୟ ଆଲୋଚନା କରିଥିଲି, ତ ଆପଣମାନେ ନିହାତି ସେ ସିରିଜକୁ ଯାଇକି ଦେଖନ୍ତୁ, କିଛି ଅସୁବିଧା ହେବ ନାହିଁ ଓଡ଼ିଶା ଜିକେରେ। ଓକେ, ତାହେଲେ ଦେଖନ୍ତୁ ଚିଲିକା ହ୍ରଦକୁ ଲାଗି କେଉଁ କେଉଁ ଜିଲ୍ଲା ସବୁ ରହିଛି। ଧରାଯାଉ ଏଇଟା ଆପଣଙ୍କର ଚିଲିକା ଲେକ୍, ଏଇ ଚିଲିକା ଲେକ୍କୁ ଲାଗି କେଉଁ କେଉଁ ଜିଲ୍ଲା ସବୁ ରହିଛି ବୋଲିକି ଆପଣଙ୍କର କ୍ୱେଶ୍ଚନରେ ପଚାରିଛି ହେଲା। ତ କ'ଣ ହେଇଯିବ ଉତ୍ତର? ନା ଗୋଟେ ପୁରୀ ଜିଲ୍ଲା ହେଇଯିବ, ଆପଣଙ୍କର ଖୋର୍ଦ୍ଧା ଜିଲ୍ଲା ଆଉ ଗଞ୍ଜାମ ଜିଲ୍ଲା। ଏହି ତିନୋଟି ଜିଲ୍ଲା ଚିଲିକା ଲେକ୍କୁ ବା ଚିଲିକା ହ୍ରଦକୁ ଲାଗିଛି। ବୁଝିଲା ନା ପିଲାମାନେ? ଏଇ ତିନୋଟି ଯାକ ନିହାତି ମନେ ରଖିଥିବେ। ଓକେ, ହଉ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। କ୍ୱେଶ୍ଚନ ନମ୍ବର 10ରେ ଦେଖନ୍ତୁ କ'ଣ ପ୍ରଶ୍ନ ପଚାରିଥିଲେ। ଓଡ଼ିଶାର ପଡ଼ୋଶୀ ରାଜ୍ୟ ସଂଖ୍ୟା କେତେ ବୋଲିକି କ୍ୱେଶ୍ଚନରେ ଆପଣଙ୍କୁ ପଚାରିଥିଲେ। ପୂର୍ବରୁ ମୁଁ ଏଇ ଓଡ଼ିଶା ରାଜ୍ୟର ଭିଡ଼ିଓ ପିଲାମାନେ ପ୍ଲେଲିଷ୍ଟରେ ଆଭେଲେବୁଲ୍ ରହିଛି, ସମସ୍ତଙ୍କୁ କହୁଛି ପ୍ଲେଲିଷ୍ଟକୁ ଯାଇକି ଭିଡ଼ିଓ ଦେଖନ୍ତୁ, ସେଥିରୁ ହିଁ ସବୁ କ୍ୱେଶ୍ଚନ ପଚାରୁଛନ୍ତି। ଆଉ ଆଶା କରୁଛି ଆପଣଙ୍କର ଭାଇବା ଟେଷ୍ଟରେ କିଛି ଅସୁବିଧା ଯେମିତି ହେବ ନାହିଁ, ପୁରା କ୍ଲିଅର ହେଇକି ଯାଆନ୍ତୁ। ଓକେ, ମନେ କରାଯାଉ ପିଲାମାନେ ଏଇଟା ହେଉଛି ତୁମମାନଙ୍କର ଗୋଟେ ଓଡ଼ିଶା ରାଜ୍ୟ। କ'ଣ କହୁଛି ପିଲାମାନେ? ଓଡ଼ିଶାର ପଡ଼ୋଶୀ ରାଜ୍ୟ ସଂଖ୍ୟା କେତେ ବୋଲିକି ପଚାରିଛି ହେଲା। ଦେଖନ୍ତୁ ପିଲାମାନେ ଏଇଟା ହେଲା ଆମର ଓଡ଼ିଶା। ଓଡ଼ିଶାର ଇଏ ହେଉଛି ଇଷ୍ଟ, ଇଏ ହେଉଛି ୱେଷ୍ଟ, ଇଏ ହେଉଛି ଆପଣଙ୍କର ନର୍ଥ, ଇଏ ହେଉଛି ଆପଣଙ୍କର ସାଉଥ ହେଲା। ତାହେଲେ ଇଷ୍ଟରେ କୋଉ ରାଜ୍ୟଟି ରହିଛି ପିଲାମାନେ? ଆପଣମାନଙ୍କର ସାଉଥରେ କିଏ ରହିଛି? ନା ଆନ୍ଧ୍ରପ୍ରଦେଶ ରହିଛି। ଆପଣଙ୍କର ୱେଷ୍ଟରେ କିଏ ରହିଛି? ନା ଛତିଶଗଡ଼ ରହିଛି। ଆପଣଙ୍କର ନର୍ଥରେ କିଏ ରହିଛି? ନା ଝାଡ଼ଖଣ୍ଡ ରହିଛି। ପିଲାମାନେ ଏଇ ଚାରୋଟି ରାଜ୍ୟ ହେଉଛି ଆମ ଓଡ଼ିଶାର ପଡ଼ୋଶୀ ରାଜ୍ୟ। ବୁଝିହେଲା ନା ପିଲାମାନେ? ଓଡ଼ିଶାର ପଡ଼ୋଶୀ ରାଜ୍ୟ ସଂଖ୍ୟା ଟୋଟାଲ କେତେ? 4ଟି। ବୁଝିହେଲା ନା? ତାହେଲେ ଏଇଭଳିଆ ଜାଣି ଜାଣିକି ଯାଆନ୍ତୁ, କିଛି ଅସୁବିଧା ହେବ ନାହିଁ। ଭାଇବା ଟେଷ୍ଟ ଆପଣଙ୍କର 30ରୁ 40 ମାର୍କ ରହିଛି, ନିହାତି ଆପଣ କ୍ୱାଲିଫାଇ ହେଇଯିବେ, କିଛି ଅସୁବିଧା ହେବ ନାହିଁ। ଓକେ, ହଉ ବର୍ତ୍ତମାନ ଆମେ ଦେଖିବା କ୍ୱେଶ୍ଚନ ନମ୍ବର 11। ଦେଖନ୍ତୁ ଓଡ଼ିଶା ରିଲେଟେଡର ସବୁ କ୍ୱେଶ୍ଚନ୍ସ ଆସୁଛି। ଓଡ଼ିଶାର ଗଭର୍ଣ୍ଣରଙ୍କ ନାମ କ'ଣ ବୋଲିକି ପଚାରିଥିଲେ। କ'ଣ ପଚାରିଥିଲେ? ନା ଓଡ଼ିଶାରେ ଯେଉଁ ଆମର ଗଭର୍ଣ୍ଣର ଅଛନ୍ତି ବର୍ତ୍ତମାନ, ତାଙ୍କର ନାମ କ'ଣ ବୋଲିକି ପଚାରିଥିଲେ। ତାହେଲେ କିଏ ଅଛନ୍ତି ରେ? ଉତ୍ତରରେ କହିବେ ହରିବାବୁ କମ୍ଭମତି, ସିଏ ବର୍ତ୍ତମାନ ଆମ ଓଡ଼ିଶାର ଗଭର୍ଣ୍ଣର ଅଛନ୍ତି। ବୁଝିହେଲା? ତ ଏଇ ଟାଇପର କ୍ୱେଶ୍ଚନ ମଧ୍ୟ ନିହାତି ପଢ଼ିକି ଯିବେ। ତ ସେଇ ଟାଇପର ଓଡ଼ିଶାର ଡେପୁଟି ଚିଫ୍ ମିନିଷ୍ଟର କିଏ ଅଛନ୍ତି ବା ଓଡ଼ିଶା ଆସେମ୍ବଲିର ସ୍ପିକର କିଏ ଅଛନ୍ତି, ଏସବୁକୁ ନିଶ୍ଚୟ ପଢ଼ିକି ଯିବେ ହେଲା। ଓଡ଼ିଶାର ଅନ୍ୟ ନାମ ଗୁଡ଼ିକ ମଧ୍ୟ ନିହାତି ପଢ଼ିକି ଯିବେ। ପୂର୍ବରୁ ଯେଉଁ ମୁଁ ଭାଇବା ଟେଷ୍ଟ ଆଲୋଚନା କରିଥିଲି, ସେଥିରେ କ'ଣ ପଚାରିଥିଲେ? ଓଡ଼ିଶାର ଅନ୍ୟ ନାମ ଗୁଡ଼ିକ ବା ଅଦର ନେମ୍ସ ଗୁଡ଼ା କ'ଣ ବୋଲିକି ପଚାରିଥିଲେ। ତ ସେଗୁଡ଼ା ମଧ୍ୟ ନିହାତି ଦେଖିକି ଯିବେ। ଓକେ, ହଉ ଦେନ୍ ଆମେ ଦେଖିବା କ୍ୱେଶ୍ଚନ ନମ୍ବର 12। ଦେନ୍ କ୍ୱେଶ୍ଚନ ନମ୍ବର 12 ଦେଖନ୍ତୁ ଆଉ କୋଉ ଟାଇପର କ୍ୱେଶ୍ଚନ ସବୁ ଆସୁଛି ବା କ୍ୱେଶ୍ଚନ କୋଉ ଟାଇପର ପଚାରୁଛନ୍ତି। ନିଜ ଜିଲ୍ଲାର ପ୍ରସିଦ୍ଧ ହେଲା, ମାନେ ନିଜ ଜିଲ୍ଲାର ପ୍ରସିଦ୍ଧ ବ୍ୟକ୍ତିଙ୍କ ନାଁ ପଚାରୁଛନ୍ତି, ନୃତ୍ୟର ନାଁ ପଚାରୁଛନ୍ତି, ପର୍ବପର୍ବାଣୀ ବା ଦର୍ଶନୀୟ ସ୍ଥାନର ନାଁ ମଧ୍ୟ ପଚାରୁଛନ୍ତି। ତାହେଲେ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ବ୍ୟକ୍ତିଙ୍କ ନାଁ ପଢ଼ିକି ଯିବେ, ପ୍ରସିଦ୍ଧ ନୃତ୍ୟର ନାଁ ପଢ଼ିକି ଯିବେ, ପ୍ରସିଦ୍ଧ ପର୍ବପର୍ବାଣୀ ବା ଦର୍ଶନୀୟ ସ୍ଥାନ ହେଲା, ଯେଉଁ ଜିଲ୍ଲା ଗୁଡ଼ିକରେ କିଛି ତ ଫେମସ୍ ଜାଗା ଥିବ, ଫେମସ୍ କ'ଣ ମନ୍ଦିର ଥିବ, ସେଗୁଡ଼ା ମଧ୍ୟ ପଢ଼ିକି ଯିବେ। ଯେମିତି ଆମ ଯାଜପୁରରେ ବିରଜା ଟେମ୍ପଲ ରହିଛି, ତ ଫେମସ୍ ଟେମ୍ପଲ ନାଁ ପଚାରିଲେ କ'ଣ କହିବେ? ବିରଜା ଟେମ୍ପଲ ବା ବିରଜା କ୍ଷେତ୍ର ମଧ୍ୟ କୁହାଯାଏ। ବୁଝୁଛି ପିଲାମାନେ? ଯେମିତି ଆମର ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ଆମର ମନ୍ଦିର ରହିଛି କପିଳାସ ମନ୍ଦିର। ବୁଝୁଛି ନା ପିଲାମାନେ? ଏସବୁ ମଧ୍ୟ ନିହାତି ଜାଣିକି ଯିବେ। ଯିଏ ଯେଉଁ ଜିଲ୍ଲାର ହେଇଥିବ ସେଇ ଜିଲ୍ଲାର ଫେମସ୍ ନାଁ, ଫେମସ୍ ପର୍ବପର୍ବାଣୀ, ଫେମସ୍ ଦର୍ଶନୀୟ ସ୍ଥାନ ବା ଫେମସ୍ ବ୍ୟକ୍ତିଙ୍କ ନାଁ ନିହାତି ପଢ଼ିକି ଯିବେ। ଓକେ, ଦେଖନ୍ତୁ ପିଲାମାନେ କ୍ୱେଶ୍ଚନ ନମ୍ବର 13 କୋଉ ଟାଇପର କ୍ୱେଶ୍ଚନ ପଚାରିବା ବା କୋଉ ଟାଇପର କ୍ୱେଶ୍ଚନ ସବୁ ଆସିଥିଲା। ଜିଲ୍ଲାର ଅବସ୍ଥିତି, ଜାତୀୟ ରାଜପଥ ବା ନଦୀ ବିଷୟରେ, ମାନେ ଆପଣଙ୍କର ଜିଲ୍ଲା ଦେଇକି କୋଉ ନଦୀ ବହିଛି ହେଲା, ତ ସେ ରିଲେଟେଡ୍ ବି ଆପଣଙ୍କୁ କ୍ୱେଶ୍ଚନ ପଚାରିବେ ବା ଆପଣଙ୍କର ସହର ଦେଇକି କୋଉ ନଦୀ ବହିଛି ବୋଲିକି ପଚାରିବେ, ବା ଆପଣଙ୍କର ସହର ଦେଇକି କେତେ ନମ୍ବର ରାଜପଥ ଯାଇଛି ସେଇଟା ମଧ୍ୟ ଆପଣଙ୍କୁ ପଚାରି ପାରନ୍ତି। ତ ଏସବୁ ମଧ୍ୟ ନିହାତି ପଢ଼ିକି ଯିବେ। ଓକେ, ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 14 ହେଲା। ଜିଲ୍ଲାପାଳଙ୍କ ନାଁ, ମାନେ ପିଲାମାନେ ସମସ୍ତେ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ନାଁ ନିହାତି ଜାଣିବା ଦରକାର। ଆଉ ସମସ୍ତେ ଭାଇବା ଟେଷ୍ଟ ଗଲା ପୂର୍ବରୁ ନିଜ ନିଜ ଜିଲ୍ଲାପାଳଙ୍କ
ନା ମଧ୍ୟ ଜାଣିକି ନିହାତି ଯିବେ। ରାଜ୍ୟପାଳଙ୍କ ନାଁ ପଚାରି ପାରନ୍ତି, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ନାଁ ମଧ୍ୟ ପଚାରି ପାରନ୍ତି। ଓକେ ପିଲାମାନେ, ତ ସେସବୁକୁ ମଧ୍ୟ ବହୁତ ଇମ୍ପୋର୍ଟାନ୍ସ ଦିଅନ୍ତୁ, ପଢ଼ିକି ଯାଆନ୍ତୁ। କ୍ୱେଶ୍ଚନ ନମ୍ବର 15 ବା ଶେଷ ପ୍ରଶ୍ନ ଦେଖନ୍ତୁ କ'ଣ ପଚାରିଥିଲେ। ଓଡ଼ିଶାର ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା କେତେ ପିଲାମାନେ? ହେଲା, ଓଡ଼ିଶାର ବିଧାନସଭା ବା ଆସେମ୍ବଲିର ସଦସ୍ୟ ସଂଖ୍ୟା କେତେ? ନା ଉତ୍ତରରେ କ'ଣ କହିବେ? 147 କହିଦେବେ। ହେଲା, କେତେ? 147 ବୋଲିକି ଉତ୍ତରରେ କହିଦେବେ, କିଛି ଅସୁବିଧା ହେବ ନାହିଁ। ସେହିପରି ଦେଖନ୍ତୁ ପିଲାମାନେ, ତମର ରାଜ୍ୟସଭାର ସଦସ୍ୟ ସଂଖ୍ୟା କେତେ ହେଇଯିବେ? ନା 10 ହେଇଯିବେ। ସେମିତି ତମମାନଙ୍କର କ'ଣ ହେଇଯିବେ? ଲୋକସଭାର କ'ଣ ହେଇଯିବ ପିଲାମାନେ? ନା 21 ହେଇଯିବେ। ଏ ପିଲା ଓଡ଼ିଶାର କଥା କହୁଛି ହେଲା, ଓଡ଼ିଶାର ଆମ ରାଜ୍ୟ ସଭ୍ୟ ସଂଖ୍ୟା କେତେ? ନା 10 ହେଇଯିବେ। ଲୋକସଭା ସଦସ୍ୟ ସଂଖ୍ୟା କେତେ ହେଇଯିବେ? ନା 21 ହେଇଯିବେ। ତ ଏଇ ଟାଇପ୍ର କ୍ୱେଶ୍ଚନ ମଧ୍ୟ ଆପଣଙ୍କୁ ପଚାରୁଛନ୍ତି, ତ ଏସବୁ ଜିନିଷକୁ ନିହାତି ପଢ଼ିକି ଯିବେ। ଆପଣମାନେ ଏଇ ଚ୍ୟାନେଲର ପ୍ଲେଲିଷ୍ଟକୁ ଯାଇକି ପୁରା ସିରିଜ ୱାଇଜ୍ ଓଡ଼ିଶା ଜିକେ ଦେଖିପାରିବେ, କିଛି ଅସୁବିଧା ହେବ ନାହିଁ। ଆଉ ସେଥିରୁ କ୍ୱେଶ୍ଚନ ସବୁ ଆସୁଛି, କିମ୍ବା ମୁଁ ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ଦେଇଦେବି, କିଛି ଅସୁବିଧା ହେବ ନାହିଁ। ସେଇ ଲିଙ୍କ୍ ମାଧ୍ୟମରେ ଯାଇ ମଧ୍ୟ ଆପଣମାନେ ଦେଖିପାରିବେ ଓଡ଼ିଶା ଜିକେ। ଓକେ, ତ ଏଇ ଟାଇପ୍ର ଭିଡ଼ିଓ କିମ୍ବା ଆନାଲିସିସ୍ ଦେଖିବା ପାଇଁ ହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। କାହିଁକିନା ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣଙ୍କ ନିକଟକୁ ନୋଟିଫିକେସନ୍ ଚାଲିଯିବ, କିଛି ଅସୁବିଧା ହେବ ନାହିଁ। ଶୀଘ୍ର ଭିଡ଼ିଓ ପହଞ୍ଚି ପାରିବ, ଆପଣମାନେ ଶୀଘ୍ର ଦେଖିପାରିବେ। ଆଉ ଆପଣଙ୍କର ସାଙ୍ଗ ନିକଟକୁ ଭିଡ଼ିଓ ସେୟାର କରନ୍ତୁ, ଆଉ ମତାମତ ଦେବା ପାଇଁ ଜମା ଭୁଲନ୍ତୁ ନାହିଁ। ଧନ୍ୟବାଦ।